नमस्कार। पशुଙ୍କ विषय ମୁଁ ଆପଣଙ୍କୁ କିଛି କହିବାକୁ ଚାହୁଁଛି ଯେଉଁଟାକି ମନୁଷ୍ୟର ବିଫୋର୍ ଲାଇଫ୍ କୁହାଯାଇଥାଏ। ପଶୁ ଥାନ୍ତି ଉନ୍ନତ ଚିନ୍ତାଧାରା ଉନ୍ନତ ରୁ ତାର ପ୍ରାରବ୍ଧରୁ ସେ ପୁନଃସ୍ଥ ମନୁଷ୍ୟକୁ ଆସେ। ପୁଣି ଗୋଟେ ମନୁଷ୍ୟ ଯଦି ପଶୁ ଭଳି ତାର ପ୍ରବୃତ୍ତି ରହିଲା ମନୁଷ୍ୟ ହେଇକି ପୁନଃସ୍ଥ ସେ ପଶୁ ଜନିକି ଯାଏ। ମନୁଷ୍ୟ ତାର 64 ଲକ୍ଷ ଯୋନିରୁ ମନୁଷ୍ୟ ଜନ୍ମକୁ ଆସିଥାଏ। ଆମର ଜାତକରେ ଯେଉଁ ସବୁ ସିମ୍ବଲ ଥାଏ ତା ଦେହରେ ଅନେକ ସିମ୍ବଲ ହେଉଛି ପଶୁ ଅଛନ୍ତି ବା ଆନିମାଲ ଅଛନ୍ତି। ଏଇ ଆନିମାଲ ମାନେ ଆମର ଲାଇଫରେ ବହୁତ ଇଫେକ୍ଟ ପକାଇଥାନ୍ତି। ଯେମିତି କୌଣସି ଆନିମାଲକୁ ଦେଖିଲେ କୌଣସି ଲୋକ ବହୁତ ଖୁସି ହୁଅନ୍ତି ଯେଉଁମାନେ କୁକୁରକୁ ବହୁତ ଭଲ ପାଆନ୍ତି ସେମାନେ କୁକୁର ସହିତ ପୁରା ଫ୍ୟାମିଲି ଭଳିଆ ବଣ୍ଡିଙ୍ଗରେ ରହିଥାନ୍ତି। ତାଙ୍କୁ କେୟାର ନିଅନ୍ତି, ତାଙ୍କ ପାଇଁ ବହୁତ ସାକ୍ରିଫାଇସ୍ କରନ୍ତି। ଯେଉଁମାନେ ଗାଈ ଭଲ ପାଆନ୍ତି, କେଉଁମାନେ ବାର୍ଡ଼ ଭଲ ପାଆନ୍ତି, ପଶୁ ପକ୍ଷୀକୁ ଯେଉଁମାନେ ସବୁ ବହୁତ ଭଲ ପାଆନ୍ତି ସେମାନେ ଫିଲ୍ କରିପାରିବେ ଏମାନେ କେତେ ଇମ୍ପୋର୍ଟାଣ୍ଟ ଆମ ଲାଇଫରେ। ମନୁଷ୍ୟ ବେଳେବେଳେ ଧୋକା ଦେଇଦିଏ, ଆନିମାଲ ଧୋକା ଦିଅନ୍ତି ନାହିଁ। ସମସ୍ତେ ଜାଣିଛନ୍ତି ସବୁଠୁ ଫେଥଫୁଲ୍ ହେଉଛି ଯିଏକି କୁକୁର। ବିଭିନ୍ନ ପଶୁଙ୍କ ସହିତ ଗ୍ରହମାନଙ୍କର ରିଲେସନ୍ ଅଛି। ଆପଣ ପଶୁମାନଙ୍କ ଠାରୁ ଚାହିଁଲେ ବହୁତ ପଜିଟିଭ୍ ପାୱାର ଆଣିପାରିବେ। ସେଥିପାଇଁ କି ଆପଣଙ୍କୁ କ'ଣ କରିବାକୁ ପଡ଼ିବ? ପ୍ରତି ଗ୍ରହଙ୍କର ରିଲେଟେଡ଼ ଆନିମାଲ ଅଛନ୍ତି। ସେଇ ଆନିମାଲଙ୍କର ଚିତ୍ର ଆପଣଙ୍କର ପାଖରେ ରଖିପାରିବେ, ତାଙ୍କୁ ପାଳିପାରିବେ, ବେଳେବେଳେ ସେବା କରିବେ, ବେଳେବେଳେ ଖାଇବାକୁ ଦେବେ, ସେମାନଙ୍କୁ ୱାଚ୍ କରିବେ। ଯାଇକି ଜୁରେ ତାଙ୍କ ପାଖରୁ ଖାଇବାକୁ ଦେବେ। ସେମାନେ ଜାଣିପାରନ୍ତି, ଫିଲ୍ କରିପାରନ୍ତି, ଗୁଡ୍ ୱିଶ୍ ଦିଅନ୍ତି। ଆଉ ସେମାନଙ୍କର କେୟାର ନେଲେ ବହୁତ କିଛି ଲାଇଫରେ ଚେଞ୍ଜ କରିଦିଅନ୍ତି। ଯେଉଁମାନେ ଆପଣ ସାଧାରଣ ଜାଣିଛନ୍ତି ଅଳ୍ପ କିଛି, ଯେଉଁଟାକି କୁକୁରଙ୍କୁ ଶନିଙ୍କ ପାଇଁକି କୁକୁରଙ୍କୁ ରଖାଯାଏ। କୁକୁର ହେଉଛି ଶନିଙ୍କର ଯିଏକି ଦୂତ ବା ତାଙ୍କର ବାହନ କୁହାଯାଇଥାଏ। ଶନିଙ୍କର ରିପ୍ରେଜେଣ୍ଟେଟିଭ୍ ହେଉଛନ୍ତି ଯେମିତି କୁକୁର ପାଳିଲେ ଶନିଙ୍କର କୃପା ମିଳେ। ଏଇଟା ଠିକ୍ କଥା। କୁକୁର ପାଳିପାରିବେ। ଯେଉଁମାନେ ବୁଲା କୁକୁରକୁ ଖାଇବାକୁ ରେଗୁଲାର ଦିଅନ୍ତି, କେୟାର ନିଅନ୍ତି, ତାଙ୍କ ପାଇଁ ମଧ୍ୟ ଶନିଙ୍କର ଅଶେଷ କୃପା ମିଳେ। ସେମିତି ବିଭିନ୍ନ ଆନିମାଲ ଅଛନ୍ତି ଯେଉଁ ଆନିମାଲଙ୍କର ଠାରୁ ଆପଣ ଏନର୍ଜି ନେଇପାରିବେ। ସେମାନଙ୍କର ଫଟୋ ବି ରଖିପାରିବେ, ମୂର୍ତ୍ତି ରଖିପାରିବେ। ସେଥିପାଇଁ କି ଦେବଦେବୀ ମାନେ ମଧ୍ୟ ଆନିମାଲକୁ ବାହନ କରିଥିଲେ, ଯେଉଁଟାକି ତାଙ୍କର ସେଇଥିରେ ସେ ବୁଲୁଥିଲେ। ଯେମିତି ଆମେ ସୁନ୍ଦର ଗୋଟେ ଗାଡ଼ି କିଣିଲା ପରେ ଆମର ବହୁତ କିଛି ଲାଇଫରେ ବି ଚେଞ୍ଜ ହୁଏ, ଗାଡ଼ିକୁ ନେଇକି ଖୁସି ରହୁ। ସେମିତି ଆନିମାଲଙ୍କ ପାଖରେ ବହୁତ ନେଗେଟିଭ୍ ଏନର୍ଜି ଅଛି, ପଜିଟିଭ୍ ଏନର୍ଜି ଅଛି। ଆପଣ ଚାହିଁଲେ ପଜିଟିଭ୍ ଏନର୍ଜି ଆଣିବେ କେମିତି? ଯଦି ଆପଣଙ୍କର ରବିକୁ ଷ୍ଟ୍ରଙ୍ଗ କରିବାକୁ ଚାହୁଁଛନ୍ତି, ରବି ଗ୍ରହକୁ, ତାହେଲେ ଆପଣ ସିଂହ ଆଉ ବାଘ ସହିତ କ୍ଲୋଜ୍ ରୁହନ୍ତୁ। ଆପଣ ସେମାନଙ୍କୁ ଯୋଉକୁ ଯାଇକି ଦେଖିପାରିବେ, ଖାଇବାକୁ ଦେଇପାରିବେ, କିମ୍ବା ତାଙ୍କର ପୋର୍ଟ୍ରେଟ୍ ରଖିପାରିବେ, କିମ୍ବା ତାଙ୍କର ଛବି ସବୁ କିଛି ରଖିପାରିବେ। ଶୁକ୍ରଙ୍କ ପାଇଁକି ଗାଈର ଯିଏ ଗୋ ସେବା କରେ ଶୁକ୍ରଙ୍କର କୃପା ମିଳେ। ଅଏସ୍ ଆରାମ କମ୍ଫର୍ଟେବୁଲ୍ ଏସବୁ ଲାଇଫରେ ମିଳେ। ଗୋ ସେବା ଦ୍ୱାରା 33 କୋଟି ଦେବତା ମଧ୍ୟ ପ୍ରୀତ ହୁଅନ୍ତି, ଯେଉଁଟାକି ଆମର ପୁରାଣରେ ଲେଖା ଅଛି। ପ୍ଲୁଟୋ ଯେଉଁମାନଙ୍କର ଲାଇଫରେ ଯେଉଁମାନଙ୍କର ପ୍ଲୁଟୋ 8 ହାଉସରେ ବିଛାରେ ଅଛନ୍ତି କିମ୍ବା କର୍ମ ଘରେ ଅଛନ୍ତି, ବହୁତ କାମ ପାଉନାହାନ୍ତି, ଆପଣ ସ୍ନେକ୍ର ସେବା କରନ୍ତୁ। ସ୍ନେକ୍କୁ ଖାଇବାକୁ ଦେଇପାରିବେ। ସ୍ନେକ୍କୁ ଯେଉଁମାନେ ପାଳିଛନ୍ତି ତାଙ୍କୁ ବି ଟିକେ କିଛି ହେଲ୍ପ କରନ୍ତୁ। ସ୍ନେକ୍ ବି ଆପଣ ପିନ୍ଧିପାରିବେ, ମୁଦି ପିନ୍ଧିପାରିବେ, ପାଖରେ ବି ରଖିପାରିବେ। ସ୍ନେକ୍ ସବୁଠୁ ଇଫେକ୍ଟିଭ୍ ଦେଇଥାଏ। ଶିବ ଭଗବାନଙ୍କୁ ପଞ୍ଚମୀରେ ଅର୍ପଣ କରି ପୂଜା କରିକି ପାଣିରେ ବିସର୍ଜନ କରିବା। ଯେଉଁମାନଙ୍କର ସନ୍ ଆଉ ନେପଚୁନ୍ କଞ୍ଜଙ୍କ୍ଟ ଅଛନ୍ତି କିମ୍ବା କର୍ମ ଘରେ ଅଛନ୍ତି, ଆପଣ ମାଛକୁ ଖାଇବାକୁ ଦିଅନ୍ତୁ, ମାଛ ବି ପାଳନ୍ତୁ, ଆପଣଙ୍କୁ ବହୁତ ଏନର୍ଜି ମିଳିବ। ୱାଚ୍ ବି କରନ୍ତୁ। ମଙ୍ଗଳ ହେଉଛନ୍ତି ଯିଏକି ଇଗଲକୁ ଆପଣ ଦେଖିବେ, ୱାଚ୍ କରିବେ, ପାଖରେ ରଖିବେ, ମଙ୍ଗଳ ଷ୍ଟ୍ରଙ୍ଗ ରହିବେ। ତମ୍ବାର କିନ୍ତୁ ଛେଳି ମଇଁଷି ଏସବୁ ହେଉଛି ଶନି ଭଗବାନଙ୍କର। ଶନି ଭଗବାନଙ୍କର ଏମାନଙ୍କୁ ଦାନ କରିବେ, ଏମାନଙ୍କୁ ମଧ୍ୟ ଆପଣ ପାଳିବେ ଆଉ ରଖି ବି ପାରିବେ। ନେପଚୁନ୍ ହେଉଛନ୍ତି ହୁଇଲ ମାଛ ସହିତ ଯଦି ଯେତେବେଳେ ଆପଣ ଟଚ୍ କରିବେ, ଯିବେ, କେବେ ୱାଚ୍ କରିବେ, ସେମାନଙ୍କୁ ପାଖରେ ବି ରଖିବେ, ଆପଣଙ୍କ ନେପଚୁନ୍ ଷ୍ଟ୍ରଙ୍ଗ ରହିବ। ବୁଧ ହେଉଛନ୍ତି ଡଲଫିନ୍। ଚଢ଼େଇ ହେଉଛନ୍ତି ବି ବୁଧ। ଆପଣ ଚଢ଼େଇମାନଙ୍କୁ ରେଗୁଲାର ଖାଇବାକୁ ଦେବେ, ଚଢ଼େଇମାନଙ୍କ ସହିତ କ୍ଲୋଜ୍ ରହିବେ, ଚଢ଼େଇ ଯେଉଁଠି ସବୁ ଅଛନ୍ତି ୱାଚ୍ କରିବେ,
ଚଢ଼େଇ ପାଳିବା ଭଲ ନୁହେଁ, କିନ୍ତୁ ଚଢ଼େଇମାନଙ୍କୁ ଖାଇବା ପିଇବା ଦେବା, ପାଳିବା, କେୟାର ନେବା, ୱାଚ୍ କରିବାର, ଡେଲି ରେଗୁଲାର ଆପଣ ଖାଇବାକୁ ଦେବେ। ଚଢ଼େଇମାନଙ୍କର ସାଉଣ୍ଡ ଶୁଣିବା ପାଇଁକି ଚେଷ୍ଟା କରିବେ। ଦେଖିବେ ଆପଣଙ୍କର ବୁଧ ବହୁତ ଷ୍ଟ୍ରଙ୍ଗ ହେବ। ରେଗୁଲାର ଚେଷ୍ଟା କରନ୍ତୁ ଚଢ଼େଇମାନଙ୍କୁ ଖାଇବା ପାଇଁ ଦେବା ପାଇଁକି। ଆପଣଙ୍କର ବୁଧ ବହୁତ ଷ୍ଟ୍ରଙ୍ଗ ରହିବେ। ଆମେ ସେଥିପାଇଁ କି ପାରା କୁଆଙ୍କୁ ରେଗୁଲାର ଦେଇଥାଉ। ପାରା ହେଉଛନ୍ତି ରାହୁ, କୁଆ ହେଉଛନ୍ତି ଶନି। ଯେଉଁମାନଙ୍କର ଶନି ବୁଧ ରାହୁ ବୁଧ ଅଛନ୍ତି, ଆପଣ ରେଗୁଲାର ଏମାନଙ୍କୁ ଖାଇବାକୁ ଦିଅନ୍ତୁ। ହାତୀ ହେଉଛନ୍ତି ବୃହସ୍ପତିଙ୍କର। ବୃହସ୍ପତିଙ୍କୁ ଷ୍ଟ୍ରଙ୍ଗ କରିବା ପାଇଁକି ହାତୀକୁ ଖାଇବାକୁ ଦେବେ। ହାତୀ ପାଖରେ ରଖିବେ। ବିଭିନ୍ନ ମେଟାଲର ବିଭିନ୍ନ ପ୍ରକାର ହାତୀକୁ ଆଉଁସିବେ, ହାତୀକୁ ଟଚ୍ କରିବେ, ହାତୀକୁ ୱାଚ୍ କରିବେ। ଟିଭିରୁ କରନ୍ତୁ, ଯାଇକି ଫିଜିକାଲି କରିପାରନ୍ତି। ଏହାଦ୍ୱାରା ବହୁତ ପଜିଟିଭ୍ ଏନର୍ଜି ଆପଣଙ୍କୁ ମିଳିବ। ଏମାନଙ୍କ ଠାରୁ ପାୱାର ବହୁତ ପଜିଟିଭ୍ ଥାଏ। ଏମାନଙ୍କ ଇନର ମାସ୍ ଆନିମାଲଙ୍କ ଠାରୁ ଥାଏ। ଆପଣ ଯେଉଁ ଆନିମାଲକୁ ଆପଣଙ୍କର ନିଜର ରାଶିର ଯେଉଁ ଆନିମାଲ ଅଛନ୍ତି, ସେମାନଙ୍କର ମଧ୍ୟ ଆପଣ ଟାଟୁ କରିପାରିବେ। ସେମାନଙ୍କର ଫଟୋ ବି ରଖିପାରିବେ। ଆଉ ସେମାନଙ୍କର କୁ ଆପଣ କେୟାର ବି ନେଇପାରିବେ। ଆଉ ସେମାନେ ହେଉଛନ୍ତି ଆପଣଙ୍କର ପାୱାର ଅଫ୍ ଏନର୍ଜି। ଆପଣ ଏନର୍ଜି ପାଇବା ପାଇଁକି ପଜିଟିଭ୍ ଏମାନଙ୍କୁ ୱାଚ୍ କରନ୍ତୁ। ଏମାନଙ୍କ ସହିତ କିଛି ଡେଲି ଇଣ୍ଟରାକ୍ଟ କରନ୍ତୁ। ସେମାନଙ୍କୁ ଦେଖନ୍ତୁ। ଦେଖିବେ ଆପଣଙ୍କୁ ଭିତରୁ ଏକ ଖୁସି ମିଳିବ। ଥ୍ୟାଙ୍କ ୟୁ। ଭିଡ଼ିଓକୁ ଟିକେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରନ୍ତୁ, ଯାହାଦ୍ୱାରା କି ନୂଆ ନୂଆ ଭିଡ଼ିଓ ଆପଣ ଦେଖିପାରିବେ। ଧନ୍ୟବାଦ।